ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଦ ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ କମର୍ସ। ତ ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନେ ତ ବହୁତ ପିଲା ପ୍ରାୟ ପିଲା ମୋତେ କମେଣ୍ଟ କରୁଥିଲ କି ମ୍ୟାମ୍ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଆଲୋଚନା। ତ ପିଲାମାନେ ଫାଇନାଲି ତମର 2024 ସେଟ୍ର କ'ଣ 2024 ଇୟରର କୋଉ ସେଟ୍ ନା ଆର୍ଟ୍ସ ପିଲାଙ୍କର ସେଟ୍ ସି ନେଇ ଆସିଛି। ପିଲାମାନେ ଦେଖ ଆନୁଆଲ 2024 ଏକ୍ଜାମ ଆର୍ଟ୍ସର ସେଟ୍ ସି ର ମୁଁ କ୍ୱେଶ୍ଚିନ୍ ନେଇ ଆସିଛି, ବୁଝିହେଲା। ତ ଆର୍ଟ୍ସ ଏ ବି ସି ସବୁ ଏକା, ଖାଲି ସିଟା ଯୋଉ ଫାଷ୍ଟ ପ୍ରବନ୍ଧ ଦେବା କଥା, ଫାଷ୍ଟ କବିତା ଦେଇଥିବ କି ଫାଷ୍ଟ ଗଳ୍ପ ଦେଇଥିବ, ଏମିତି ଟାଇପର କ୍ୱେଶ୍ଚିନ୍ ଓଲଟା ବୋଲଟା, ବୁଝିହେଲା। ତ ଆର୍ଟ୍ସର କ୍ୱେଶ୍ଚିନ୍ ଆନ୍ସର ପ୍ରିଭିୟସ୍ ଇୟରରେ କେମିତି କ୍ୱେଶ୍ଚିନ୍ ପଡ଼ିଥିଲା, ତ ଏଇ ବର୍ଷ ସେଇ କ୍ୱେଶ୍ଚିନ୍ କାଳେ ଆସିବ କି, ତ ଆମେ ଟିକେ ଆଲୋଚନା କରିଦେବା, ସେ ବିଷୟରେ ଟିକେ ପଢ଼ିଦେବା, ଡିସ୍କସନ୍ କରିଦେବା, ବୁଝିହେଲା। ପିଲାମାନେ ସମସ୍ତେ ଭିଡ଼ିଓ ସହ ଯୋଡ଼ି ରୁହ ଏବଂ ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦିଅ, ବେଲ୍ ଆଇକନକୁ ଦବାଇ ଦିଅ, ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦିଅ। ତ ପିଲାମାନେ ତ ଚାଲ ଆମେ ଦେଖିବା କ'ଣ ଦେଇଛି। ଦେଖ ପ୍ରିଭିୟସ୍ ଇୟର ତ 100 ମାର୍କ କ୍ୱେଶ୍ଚିନ୍ ହେଇଥିଲା, ତ ପୂର୍ଣ୍ଣ ଶିକ୍ଷା ସେଥିପାଇଁ 100, ସମୟ ବି 3 ଘଣ୍ଟା। ଏଇନା 80କୁ ଯୋଉ 3 ଘଣ୍ଟା, ସେତେବେଳେ 100କୁ 3 ଘଣ୍ଟା ଥିଲା। ମାନେ ଦେଖ ତମ ମାନଙ୍କର କେତେ କ'ଣ ନା ସୁବିଧା ଅଛି କି ଭଲ, ତମେ ଲେଖିପାରିବ, ବୁଝିଲା। ତ 80 ମାର୍କରେ ଆରାମରେ 3 ଘଣ୍ଟା କମ୍ପ୍ଲିଟ୍ ହେଇଯିବ, ବୁଝିହେଲା। ଦେଖିବା କ'ଣ ଦେଇଛି ନା ଫାଷ୍ଟ ଦେଲା ଲେଖା ଲେଖକଙ୍କ ନାମ ସହ 150ଟି ଶବ୍ଦ ମଧ୍ୟରେ ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଦିଅ। ମାନେ ଫାଷ୍ଟ 5 ମାର୍କ ଆସିଲା, ବୁଝିହେଲା। ପିଲାମାନେ ଫାଷ୍ଟ କ'ଣ ଆସିଲା ନା ତମର 5 ମାର୍କ ଆସିଲା, ବୁଝିହେଲା। ଫାଷ୍ଟ 5 ମାର୍କ ଆସିଲା ବାର୍ତ୍ତା ମନ୍ଦିର ବିରହ ଠାରୁ ଯେକୌଣସି ଗୋଟେ। ତାପରେ ଆସିଲା କ'ଣ ନା 4 ଗୋଟି ଉତ୍ତର ମଧ୍ୟରୁ ଠିକ, ଏଇଟା ଫାଷ୍ଟ ଏଇଟା 4 ଗୋଟି, ଏଇଟା 5ଟା, ତ 5କୁ 5 କରିବେ। ଏଇଟା ବାବୁ ବଳରାମଙ୍କ ଚାକର ନାମ କ'ଣ ଥିଲା? କ'ଣ ଥିଲା? ଗୋପାଳ, ରାଜୀବ, ବିଦ୍ୟା, କ'ଣ ନା ରଙ୍ଗାଧର। କ'ଣ ଥିଲା ପିଲାମାନେ ନା ବିଦ୍ୟା, କ'ଣ ଥିଲା ନା ବିଦ୍ୟା। ନେକ୍ସଟ କ୍ୱେଶ୍ଚିନ୍, ବାହାରର କେଉଁ କଥା ଘର ଭିତରର ପ୍ରତ୍ୟେକ ଅନ୍ଧକାର କୋଣକୁ ଥରାଇ ଦେଉଥିଲା? କେଉଁ କଥା ନା କୋଳାହଳକୁ। କେଉଁ କଥା ନା କୋଳାହଳକୁ। ନେକ୍ସଟ କ୍ୱେଶ୍ଚିନ୍, ସ୍ୱାଧୀନତା ମନୁଷ୍ୟର ଜନ୍ମଗତ ଦାବୀ କିଏ କହିଥିଲେ? ବିଜୟ, ଅରୁଣ, ହେମମାଳୀ, ଅପର୍ଣ୍ଣା। କିଏ କହିଥିଲେ ପିଲାମାନେ ନା ଅରୁଣ କହିଥିଲେ। ସ୍ୱାଧୀନତା ମନୁଷ୍ୟର ଜନ୍ମଗତ ଦାବୀ ବୋଲି ଅରୁଣ କହିଥିଲେ। ନେକ୍ସଟ କ୍ୱେଶ୍ଚିନ୍, ମାଷ୍ଟରଜୀଙ୍କ ପତ୍ନୀଙ୍କ ନାମ କ'ଣ ଥିଲା? ସୁନା, ରୂପା, ହୀରା, ପଦ୍ମା। କ'ଣ ଥିଲା ପିଲାମାନେ ନା ରୂପା। ମାଷ୍ଟରଜୀଙ୍କ ପତ୍ନୀଙ୍କ ନାମ କ'ଣ ଥିଲା ନା ରୂପା। ନେକ୍ସଟ କ୍ୱେଶ୍ଚିନ୍, କଚ୍ଛପର ନାମ କ'ଣ? କମ୍ବୁଗ୍ରୀବ, ଜମ୍ବୁଗ୍ରୀବ, ସୁଗ୍ରୀବ, ଉଦ୍ଗ୍ରୀବ। କ'ଣ ନା କଚ୍ଛପର ନାମ ହଉଛି କ'ଣ ନା କମ୍ବୁଗ୍ରୀବ। ତାପରେ 1 ମାର୍କିଆ 3ଟା ଆସିଲା। କେଉଁ ଦିନ ନାରୀ ସ୍ୱାଧୀନତା ବିବର୍ଦ୍ଧିନୀ ସଭାର ଅଧିବେଶନ ହୁଏ? ଫାଷ୍ଟ ଗଳ୍ପ ଦେଇଦେଲା। ଶନିବାର ଦିନ ନାରୀ ସ୍ୱାଧୀନତା ବିବର୍ଦ୍ଧିନୀ ସଭାର ଅଧିବେଶନ ହୁଏ। ନେକ୍ସଟ, 25 ବର୍ଷ ତଳେ ରାୟବାହାଦୁର କେଉଁ ପଦବୀରେ ଥିଲେ? 25 ବର୍ଷ ତଳେ ରାୟବାହାଦୁର ପୁଲିସ ବିଭାଗର ଅସ୍ଥାୟୀ ସବ୍ ଇନ୍ସପେକ୍ଟର ଥିଲେ। ନେକ୍ସଟ, ରୂପ ପିୟାସୀ ନାଗରିକଙ୍କ ପଦର୍ଯ୍ୟସିକ୍ତ ତୀର୍ଥର ନାମ କ'ଣ? ନା ଡାଲମଣ୍ଡି। କ'ଣ ନା ଡାଲମଣ୍ଡି। ତ ଏଇଟା ତମର 3ଟା ଦଉଛି କରିବାକୁ, ତ ଯେକୌଣସି 3ଟା କରିବ। ହର୍ଷ ଯୁଗଳ କେଉଁ ସମ୍ପର୍କରେ ଅବହିତ ହେଲେ? କେଉଁ ସମ୍ପର୍କରେ ନା ହର୍ଷ ଯୁଗଳ କମ୍ବୁଗ୍ରୀବର ଦୂର ଦୂରାନ୍ତକୁ ଜାଣିବାର ପିପାସା ବା ଅନୁସନ୍ଧିତ୍ସା ସମ୍ପର୍କରେ ଅବହିତ ହେଲେ। ତାପରେ କହିଦେଲା ଲେଖା ଲେଖକଙ୍କ ନାମ ଲେଖା ସହିତ ବାକ୍ୟରେ ଯେକୌଣସି 2ଟି ପ୍ରଶ୍ନର ଉତ୍ତର ଦେବ। କ'ଣ ଦେଲା ପ୍ରଶ୍ନ? ପଦୀକୁ କେବେଠାରୁ କେହି ଆଉ ଉଆସରେ କ'ଣ ନା ଦେଖି ନାହାନ୍ତି। କ'ଣ ହେଲା ଆନ୍ସର କ'ଣ ହବ? ପଦୀକୁ କେବେଠାରୁ କେହି ଆଉ ଉଆସରେ ଦେଖି ନାହାନ୍ତି। ଗଳ୍ପ, ସଭ୍ୟ ଜମିଦାର ଗାଳ୍ପିକା ଫକୀରମୋହନ ସେନାପତି ଯେଉଁଦିନ ମିସେସ୍ ମହାପାତ୍ର ଜୋତାବାଡ଼ି ବାବୁଜୀଖାନା ତଦାରଖ କରିବାକୁ ଯାଇଥିଲେ, ସେହିଦିନ ପଦୀ ହାଣ୍ଡିଶାଳମାନଙ୍କୁ
ଗଲା ଲୋ କହି ହାଣ୍ଡିଶାଳକୁ ଗୋବରରେ ଲିପୁଥିବା କନା ଖଣ୍ଡକ ଫୋପାଡ଼ି ଦେଇ ଏକ ମୁହାଁ ଧାଇଁଥିଲା। ତା ପରଠାରୁ ତାକୁ ଉଆସରେ ଆଉ କେହି ଦେଖି ନାହାନ୍ତି। ନେକ୍ସଟ, ଯାହାର ଦାନା ଖାଇ ରାୟବାହାଦୁର ମଣିଷ ତାର ନିମଖାରାମି ଅସମ୍ଭବ ବୋଲି କହିବା ପରେ ଅରୁଣ କଣ ପଚାରିଛି? କଣ ନା ଗଳ୍ପ ପତାକା ଉତ୍ତୋଳନ ଗାଳ୍ପିକ ସୁରେନ୍ଦ୍ର ମହାନ୍ତି। ଯାହାର ଦାନା ଖାଇ ରାୟବାହାଦୁର ମଣିଷ ତାର ନିମଖାରାମି ଅସମ୍ଭବ ବୋଲି କହିବା ପରେ ଅରୁଣ ପଚାରିଛି, କାହାର ଦାନା କାହାର ପାଣି ପବନରେ ମଣିଷ ହୋଇଛନ୍ତି ଆପଣ? ଭାରତର ଏଇ ଗୋଲାମ, ଭାରତର ସ୍ୱାଧୀନତା ଯାହାର ଦାବୀ। ନେକ୍ସଟ, ଆଜି କଣ ମୁକ୍ତକେଶୀ ଦ୍ରୌପଦୀର ମେରୀବନ୍ଧନ କେଉଁ ପ୍ରସଙ୍ଗରେ କୁହାଯାଇଛି? ନା ରୂପନାରାୟଣ ସାର, ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକ। ଆଜି କଣ ମୁକ୍ତକେଶୀ ଦ୍ରୌପଦୀ ମେରୀବନ୍ଧନ ଏହା ଗୋଧୂଳି ଲଗ୍ନରେ ଗଙ୍ଗାର ବିପୁଳ ଜଳରାଶିର ପ୍ରସଙ୍ଗରେ କୁହାଯାଇଛି। ଅସ୍ତ୍ର ସୂର୍ଯ୍ୟର ସୁନେଲି କିରଣରେ ଗଙ୍ଗାର ଗହମ ରଙ୍ଗର ପାଣି ଲାଲ ବର୍ଣ୍ଣ ଧାରଣ କରିଛି, ସତେ ଯେପରି ଦୁଃଶାସନର ରକ୍ତରେ ମୁକ୍ତକେଶୀ ଦ୍ରୌପଦୀ ମେରୀବନ୍ଧନ କଲା ପରି ପ୍ରତୀୟମାନ ହେଉଛି। ତାପରେ 3 ମାର୍କିଆ କ୍ୱେଶ୍ଚିନ୍, ପ୍ରତ୍ୟେକ ଶିକ୍ଷକ କେଉଁ ଦିନକୁ ଅପେକ୍ଷା କରି ରହିଥାଏ? ପ୍ରତ୍ୟେକ ଶିକ୍ଷକ କେଉଁ ଦିନକୁ ଅପେକ୍ଷା କରିକି ରହିଥାଏ? କଣ ନା ରୂପନାରାୟଣ ସାର, ଅଖିଳ ମୋହନ ପଟ୍ଟନାୟକ। ଶିକ୍ଷକ ଛାତ୍ରର ସମ୍ପର୍କ ପିତା ପୁତ୍ର ସମ୍ପର୍କ ପରି। ପିତା ପୁତ୍ର ସମ୍ପର୍କ ବୋଲି ମହନୀୟ। ଜାତିର ଶ୍ରେଷ୍ଠ ସନ୍ତାନ ପାଇଁ କେଉଁ ଦିନ ଆସି ତାର ବାଲ୍ୟ ଗୁରୁର ଋଣ ସ୍ୱୀକାର ପୂର୍ବକ ପାଦ ତଳେ ମଥା ନତ କରି କୃତଜ୍ଞତା ଜ୍ଞାପନ କରିବ, ସେହି ଦିନକୁ ପ୍ରତ୍ୟେକ ଶିକ୍ଷକ ଅପେକ୍ଷା କରି ରହିଥାଏ। ଏହା ହିଁ ଶିକ୍ଷକର ଗର୍ବ, ଯାହା ତାଙ୍କର ଚରମ ଦୁର୍ଦିନକୁ କଣ ନା ଭୁଲାଇ ଦେଇଥାଏ। ନେକ୍ସଟ କ୍ୱେଶ୍ଚିନ୍, କବିରାଜ ଜ୍ୟୋତିଷ କଣ ଘୋଷଣା କରିଥିଲେ? କବିରାଜ ଜ୍ୟୋତିଷ କଣ ଘୋଷଣା କରିଥିଲେ? ନା ଗଳ୍ପ ଆକାଶ କହିଛେନା, ଗାଳ୍ପିକ ମନୋଜ ଦାସ। କଛପଟି ରାଜଉଆସରେ ଖସି ପଡ଼ିବା ପରେ କବିରାଜ କଛପଟି ରାଜଉଆସରେ ଖସି ପଡ଼ିବା ପରେ କବିରାଜ ଜ୍ୟୋତିଷ ଭବିଷ୍ୟବାଣୀ ଘୋଷଣା କରି କହିଲେ, ଆଜିଠାରୁ 900 ବର୍ଷ 9 ମାସ 9 ସପ୍ତାହ ହିଁ ଭବିଷ୍ୟତରେ 10 ସପ୍ତାହର ମାସଟିଏ ହେବ ବୋଲି ମୁଁ ଦେଖିପାରିଛି। 9 ଦିବସ ଓ 9 ଘଣ୍ଟା ପରେ ଏହିପରି ଆଉ ଏକ କଚ୍ଛପ ଶୂନ୍ୟରୁ ଖସିବ। ତାପରେ ସଭ୍ୟ ଜମିଦାର ଗଳ୍ପ ଆଧାରରେ ଗୋପାଳ ଏଥର ଗଳ୍ପର କଣ ନା କ୍ୱେଶ୍ଚିନ୍ ଲେଖା ହବନି, ତ ସେଟା ପ୍ରିଭିୟସରେ ଗଳ୍ପର ମଧ୍ୟ ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ଲେଖା ହଉଥିଲା। ତାପରେ ଅନୁଚ୍ଛେଦ ଥିଲା, ତମର ଅନୁଚ୍ଛେଦଟା ଇଣ୍ଟରନାଲରେ ପଳେଇଛି। ତ ଅନୁଚ୍ଛେଦ ଥିଲା, ତ ଅନୁଚ୍ଛେଦକୁ କଣ ନା ଅନୁଚ୍ଛେଦ ପଢିବ, ଅନୁଚ୍ଛେଦ ପଢିକି ଦେଖ ଅନୁଚ୍ଛେଦ ଏଇଆକୁ ଅନୁଚ୍ଛେଦ ପଢିକି ତା କ୍ୱେଶ୍ଚିନ୍ ଆନ୍ସର କରିବ। 1 ମାର୍କିଆ ଥିଲା, 2 ମାର୍କିଆ ଥିଲା। ତାପରେ ପଦ୍ୟାଂଶ, ତମର ପଦ୍ୟାଂଶ ଅଛି, ତାର ପଦ୍ୟାଂଶ ଅଛି। ଦେଖ ପଦ୍ୟାଂଶ, ମାତୃସ୍ନେହ ସମ କିଛି ଅସି ସଂସାରେ ଅଟେ ତା ସ୍ୱରଗ ସୁଧା, ଅନନ୍ତ ଅକ୍ଷୟ ଅମୃତ ଭଣ୍ଡାର ପାନେ ନ ମେଣ୍ଟଇ କ୍ଷୁଧା। ଅଛି ଏ ଜଗତେ ନାନା ସ୍ନେହ ପ୍ରୀତି, ଯା ଯୋଗୁ ସ୍ୱରଗ ଧରା, ନିର୍ମଳ ନିଃସ୍ୱାର୍ଥ ମାତୃସ୍ନେହ ସରି ଆଉ କେହି ନୁହେଁ ପରା। ଅଛି ପ୍ରୀତି ସଙ୍ଗେ ବିରାଗ ସଂଶୟ, କୁସୁମେ କଣ୍ଟକ ଧରି, ପଢ଼େ ପ୍ରୀତି ରୂପେ ଗୁଣ ଅନୁସର, ପ୍ରିୟ ଦୋଷ ଯାଏ ସରି। ଦୁଃଖେ ପାପେ ସର୍ବ ସାଂସାରିକ ପ୍ରୀତି, ଟାଣ ପଡ଼ିଯାଏ ଜଣା, କିନ୍ତୁ ମାତୃସ୍ନେହ ଦୋଷ ଗୁଣ ସମ ନାହିଁ ତାହାର କଳନା। ବରଷାର ପୂର୍ଣ୍ଣ ନଦୀ ପୁଷ୍କରିଣୀ, ଗଭୀରତା ଗ୍ରୀଷ୍ମେ କଣା, ପ୍ରାବୁଟେ ନିଧାଘେ ସମାନ, ସେ ସିନ୍ଧୁ ନ ହୁଏ ତାର କଳନା। ତାପରେ 5ଟା 1 ମାର୍କିଆ। ମାତାଙ୍କ ସ୍ନେହକୁ କଣ ବୋଲି କୁହାଯାଇଛି? ନା ଅମୃତ। କାହା ଯୋଗୁ ଧରା ସ୍ୱର୍ଗ ହୋଇଛି? ଜଗତର ଭରି ରହିଥିବା ସ୍ନେହ ପ୍ରତି ନିଃସ୍ୱାର୍ଥ ମାତୃସ୍ନେହ ମମତା ଯୋଗୁ ଧରା ସ୍ୱର୍ଗରେ ପରିଣତ ହୋଇଛି। ତେଣୁ କୁସୁମର କଣ୍ଟକ ଥିବା ପରି ପ୍ରୀତି ସାଙ୍ଗରେ କଣ ଅଛି? ନା କୁସୁମରେ କଣ୍ଟକ ଥିବା ପରି ପ୍ରୀତି ସାଙ୍ଗରେ ବିରାଗ ସଂଶୟ ରହିଛି। କେଉଁ ଦୃଷ୍ଟିରୁ ମାତୃସ୍ନେହର କଳନା ନାହିଁ? ଦୋଷ ହେଉ ଗୁଣ ହେଉ ସର୍ବତ ମାତୃସ୍ନେହ ସମାନ ହୋଇଥିବାରୁ ଏହାର କଳନା ନାହିଁ କି ତୁଳନା ନାହିଁ।
ତାପରେ ସିନ୍ଧୁ ସହିତ କାହାକୁ ତୁଳନା କରାଯାଇଛି? ଉଭୟ ବର୍ଷା ଗ୍ରୀଷ୍ମ କାଳରେ ସିନ୍ଧୁ ସମସ୍ଥିତିରେ ରହୁଥିବାରୁ ସିନ୍ଧୁ ସହିତ ମାତୃଶ୍ରେୟକୁ ତୁଳନା କରାଯାଇଛି। ତାପରେ ଆସିଲା କଣ ନା ସଜନାପୁଅ ରଚନା। ଓଧ ସଙ୍ଗେ ବଣ ଭୁଆ ବାଇ କୁଟା ଖଣ୍ଡକ ଦିଖଣ୍ଡ ନ କରିବା ଅନ୍ଧାର ଗାଇକି ଠାକୁରେ ଜଗୁଆଣି। ତ ତାପରେ ଆସିଲା କଣ ତମର ଦରଖାସ୍ତ ନହେଲେ ପତ୍ର ଯେକୌଣସି ଗୋଟେ ଲେଖା ହବ। ତାପରେ ଅନୁଚ୍ଛେଦ 1/3 ସେଇଟା ଏବେ ବି ଅଛି। 1/3 ପଢିବ, ଯାହା ବୁଝିଲ 1/3 ତାକୁ ଲେଖିବ। ତାପରେ ଆସିଲା କଣ ନା ରୁଢି। ତ ତମର ଗ୍ରାମାର 11 ମାର୍କରେ ତମର କଣ ପଳେଇ ଆସୁଛି ନା ଗ୍ରାମାର ତମର 11 ମାର୍କରେ ନେଇ ଆସୁଛି MCQ। ତ ଏଇଟା କିନ୍ତୁ ତମର କଣ ନା ତମେ ତାକୁ ତମେ ବନେଇକି ଲେଖିବ 1 ମାର୍କିଆ। ତ ଏଇଟା କରିଦେଇଛି ଏ ଯେକୌଣସି ଦିଟା କରିବ। ଚଳୁ କରିଦବା କଣ ନା ଆଜିକାଲି ସାମାନ୍ୟ ସୁଯୋଗ ପାଇଲେ ଅନେକ ସୁବିଧାବାଦୀ ଲୋକ ସବୁ ଚଳୁ କରିଦଉଛନ୍ତି। ତାପରେ ସେମିତି ଏଇଟା ଫସର ଫାଟିବା କଣ ହବ ନା ଚତୁର ଲୋକଙ୍କ ବିରୁଦ୍ଧରେ ଯେତେ ଷଡ଼ଯନ୍ତ୍ର କଲେ ମଧ୍ୟ ସବୁ ଫସର ଫାଟିଯାଏ। ଭାଲୁ ଧରାଇବା କଣ ବିପଦରେ ପକାଇବା। ଆଜିକାଲି ଆମ ସମାଜରେ ଭାଲୁ ଧରାଇବା ଲୋକଙ୍କ ସଂଖ୍ୟା। ଆମର ଏବେ କଣ କହୁଛି ନା ଭାଲୁ ଧରିବାର ରୂଢିଟି କଣ ତ ବ୍ୟର୍ଥ ହେବା, ଆତ୍ମସାତ କରିବା, ବିପଦରେ ପକାଇବା, ଦାୟିତ୍ୱ ତୁଲାଇବା। କଣ ଆମେ ବିପଦରେ ପକାଇବା ପଡୁଛି। ସହଜ MCQ ଏବେ ଦେଇଦେଇଛି। ସେତେବେଳେ କଣ ନା ତମେ ତାକୁ ବାକ୍ୟରେ ଲେଖିବାକୁ ପଡୁଥିଲା। ମୁଣ୍ଡକୁ ହାତ ପାଇବା କଣ ହବ ପିଲାମାନଙ୍କୁ ମୁଣ୍ଡକୁ ହାତ ପାଇବା ପରେ ଚରିତ୍ର ବଦଳି ଯାଉଛି। ତାପରେ ଆସିଲା କଣ ଏକ ପଦରେ ପ୍ରକାଶ କରିବାକୁ ଜାଣିବାର ଇଚ୍ଛା ଜିଜ୍ଞାସା। ଶିବଙ୍କର ଉପାସକ ଶୈବ, ଯିଏ ଦାନ କରେ ସେ ଦାନୀ ବା ଦାତା, ସାଧୁର ଗୁଣ ସାଧୁତା। ନେକ୍ସଟ ଦୁଇଟି ସମଚେତ ଶବ୍ଦ ଯୋଡି ଅର୍ଥ ଶିଳ ଶିଳ, ସେଇ ଶିଳ ହବ ପଥର, ଦୀର୍ଘ ଶିଳ ହବ କଣ ତା ଭଦ୍ର। ମତ 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 ହବ ମତାମତ, ଦ୍ୱିତୀୟତଃ ହବ ପାଗଳ। ଚୂଡା ଚୂଡା ହର୍ଷ ଚୂଡା ହବ ଖାଦ୍ୟ, ଦୀର୍ଘ ଚୂଡା ହବ ଦେଉଳ ବା ପର୍ବତର ଶିଖର। ତରଣୀ ହର୍ଷେଇ ହବ ସୂର୍ଯ୍ୟ, ଦୀର୍ଘ ହବ ଡଙ୍ଗା ନୌକା। ତାପରେ ଦୁଇଟି ଶବ୍ଦର ବିପରୀତ ଅର୍ଥବୋଧ ଶବ୍ଦ ଅଙ୍ଗରକ ହବ ମୂଳ, ଇଷ୍ଟର ଅନିଷ୍ଟ। ତାପରେ ଚେମଣାର ମସ୍କା, ତବତର ପଖାଳ। ତାପରେ ସେମିତି ଦାସରଥୀ ଠିକ କଣ ନା ଦାସରଥୀ ଏଇଟା ହର୍ଷେଇ ହବ ଥରେ, ଅଧିନସ୍ତ ଏଇଟା ଅଧୀନ ହବ, ନାଉରୀ ହର୍ଷେଇ ହବ ଅକ୍ଷୁର୍ଣ୍ଣ ରେଫ ଦିଆହବନି। ତାପରେ ଏଇଟା ସେମିତି ଆସିଲା ଇତିହାସ। ତ ଇତିହାସ ତ ପଢିବନି ବୁଝିହେଲା। କେଉଁ ମନୁଷ୍ୟ ସର୍ବ ପ୍ରକାର ବିରୋଧ ମଧ୍ୟରେ ସାମଞ୍ଜସ୍ୟ ଦେଖିପାରେ? ବୁଦ୍ଧିହୀନ, ବିଦ୍ୱାନ, ଜ୍ଞାନୀ, ଚିନ୍ତାଶୀଳ। ଏଇଟା ବି ଇତିହାସରୁ ଆସିଅଛି। ତ ଏଇଟା ଚିନ୍ତାଶୀଳ ହବ। କଣ ଶିକ୍ଷା ପାଇଁ ସଭ୍ୟ ସମାଜ ବନବାସୀଙ୍କ ନିକଟକୁ ନା ଆସିବ? ବିଦ୍କତା, ମାନବିକତା, ସାହସିକତା, ଦୁର୍ଦ୍ଧର୍ଷତା କଣ ନା ମାନବିକତା। ନେକ୍ସଟ କେଉଁ ଶାସନରେ ଶାସକ ଶାସିତ ଏକ ଅଭିନ୍ନ? କେଉଁ ଶାସନ ନା ଗଣତନ୍ତ୍ର। ତାପରେ ଏବେ କେଉଁ ପାଠ ଖଡିକି ନୁହେଁ କି ପେଡିକି ନୁହେଁ? ମ୍ୟାଟ୍ରିକ। କେଉଁ ପାଠ ନା ମ୍ୟାଟ୍ରିକ। ତାପରେ 1 ମାର୍କିଆ ପଡିଆ ଭୂଇଁରେ ଫସଲ ବୁଲିଲେ କଣ ଘଟେ ନା ପଡିଆ ଭୂଇଁରେ ଫସଲ ବୁଲିଲେ ଗୋରୁ ଚରି ଯାଆନ୍ତି। ନେକ୍ସଟ ଏ ସଂସାରରେ ସାଧାରଣତଃ କେତେ ଶ୍ରେଣୀର ମନୁଷ୍ୟ ସୃଷ୍ଟି ହୁଅନ୍ତି? ଏହି ସଂସାରରେ ସାଧାରଣତଃ 2 ଶ୍ରେଣୀର ମନୁଷ୍ୟ ଦୃଷ୍ଟିଗୋଚର ହୁଏ। ତାପରେ କେଉଁଠାରେ ଅଟକି ଗଲେ ମନର ଶ୍ରୀକାର୍ଯ୍ୟ ସାଧନାରେ ବିଳମ୍ବ ଘଟିବ? ସ୍ମୃତି ଶ୍ମଶାନରେ ଅଟକି ଗଲେ ଘନର ଶ୍ରୀକାର୍ଯ୍ୟ ସାଧନାରେ ବିଳମ୍ବ ଘଟିବ। ତାପରେ କେଉଁଠାରେ ଅଟକି ଗଲେ ଘନର ଶ୍ରୀକାର୍ଯ୍ୟ ସାଧନାରେ ବିଳମ୍ବ ଘଟିବ? କେଉଁଠାରେ? ସ୍ମୃତି ଶ୍ମଶାନରେ। ନେକ୍ସଟ କାହାକୁ ଗଣତନ୍ତ୍ରର ମେରୁଦଣ୍ଡ ବୋଲି କୁହାଯାଇଛି? ନା ଲୋକ ପ୍ରତିନିଧି ମନୋନୟନକୁ। ତାପରେ ଆସିଲା 2 ମାର୍କିଆ ଇତିହାସଜ୍ଞ କିଏ? ଏଇଟା ତ ପଢିବନି, ଆଲୋଚନା ବି କରିବା ନାହିଁ। ଲେଖକ ଘନକୁ ସମ୍ବୋଧନ କରି ଉତ୍କଳବାସୀ କିପରି ପିପାସୀ ଓ ଉପବାସୀ ହୋଇଥିବେ କହିଛନ୍ତି? ଲେଖକ ଘନକୁ ସମ୍ବୋଧନ କରି ଉତ୍କଳବାସୀ କିପରି ପିପାସୀ ଉପବାସୀ ହୋଇଛନ୍ତି? ଏଇଟା ପୁଷ୍ପପୁରାଣ ବର୍ଷାବରଣ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଘନକୁ ସମ୍ବୋଧନ କରି ପ୍ରାବାଦିକ କହିଛନ୍ତି ଉତ୍କଳବାସୀ ଭାଗୀରଥୀ ତୀରରେ ବସି ପିପାସୀ ଓ ରକ୍ତ ସ୍ତୂପରେ ବସି ଉପବାସୀ ହୋଇଛନ୍ତି।
ନେକ୍ସଟ, ଭାରତୀୟମାନେ ଆମେରିକା ନ ଛାଡୁଥିବା ଅସଲ କଥାଟି କଣ ବୋଲି ଇଲଷ୍ଟ୍ରେଟେଡ ୱିକଲି ଲେଖିଛନ୍ତି? ନା, ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାରେ ଗୋଲକ ଫେରି ଧଳ। ଇଲଷ୍ଟ୍ରେଟେଡ ୱିକଲିରେ ବାହାରିଥିବା ଲେଖା ଅନୁସାରେ ଭାରତୀୟମାନେ ପାଠ ପଢି ସାରିଲା ପରେ ଆମେରିକା ଛାଡି ନ ଆସିବାର କାରଣ କେବଳ ସୁଖ ସମ୍ଭୋଗ, ଟଙ୍କା ପଇସା ନୁହଁ। ଅସଲ କାରଣଟି ହେଲା ଭାରତରେ ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ। ଏଠାରେ ସବୁ କଥା ଶାସକମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ। 3 ମାର୍କିଆ, ଗଧିଆକୁ ଦୋଷୀ କୁହାଯିବାର ମାନେ ନାହିଁ ବୋଲି କାହିଁକି କୁହାଯାଇଛି? ନା, ପ୍ରବନ୍ଧ 3 ତୁଣ୍ଡରେ ପ୍ରାବନ୍ଧିକ ଭୁବନେଶ୍ୱର ବେହେରା। ଆମ ଦେଶରେ ଶିକ୍ଷା ଓ ଗଣଚେତନାର ଅଭାବ ଥିବାରୁ ଗୁଣହୀନ ନୀତିହୀନ ଲୋକମାନେ ପ୍ରତିନିଧିମାନେ ପ୍ରଚାରମାନେ ଶାସନ କ୍ଷମତା ପାଉଛନ୍ତି। ଗଧିଆ ଯେପରି ମେଣ୍ଢା ପୋଷାକରେ ମେଣ୍ଢାଶାଳା ରହି ଗୋଟିଏ ଗୋଟିଏ ମେଣ୍ଢା ଖାଇଯାଏ, ସେହିପରି ଲୋକ ପ୍ରତିନିଧିମାନେ ଆମକୁ ଲୁଟୁଛନ୍ତି। ଶିକ୍ଷା ଗଣଚେତନାର ଅଭାବ ହେତୁ ଆମେ ଠିକ୍ ପ୍ରତିନିଧି ଚୟନ କରିପାରୁନାହିଁ। ଏଥିପାଇଁ ଆମେ ନିଜେ ହିଁ ଦୋଷୀ। ତେଣୁ ଗଧିଆକୁ ଦୋଷୀ କୁହାଯିବାର ମାନେ ନାହିଁ ବୋଲି କୁହାଯାଇଛି। ଉତ୍କଳ ଭୂମିର 2 ଦିଗର ବର୍ଣ୍ଣନା କର। ପୁଷ୍ପପୁର ବର୍ଷା ବର୍ଣ୍ଣନା। ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ପ୍ରାବନ୍ଧିକ ବାରିଦକୁ କହିଛନ୍ତି ଯେ ପଥ ପ୍ରଦର୍ଶକ ବିନା ଯେ ଉତ୍କଳ ଭୂମିକୁ ଚିହ୍ନିବାକୁ ତୋର ଅସୁବିଧା ହେବ ନାହିଁ, କାରଣ ଗୋଟିଏ ଦିଗରେ ପୁଙ୍ଗ ପୁନାଗ ତାଳତମ୍ବୁଳ ନାରିକେଳ ବନରେ ବିଶୋଭିତ ମହୋଦଧି ମେଳାରେ ମଳୟିତ ହେଉଛି, ଅପର ଦିଗରେ ତୁଙ୍ଗ ଶିଖରୀମାନଙ୍କ ସମେତ ନିବିଡ଼ ବନଭୂମି ଶ୍ୟାମଶୋଭାରେ ପରିପୂର୍ଣ୍ଣ। ତାପରେ 150ଟି ଶବ୍ଦରେ ଚିନ୍ତାଶୀଳ ପାଠକଙ୍କ ଇତିହାସ ପଠନରେ ତା ଇତିହାସ ତ ପଡ଼ିବନି, 3 ତୁଣ୍ଡର ନାମକରଣ। ତାପରେ କଣ ପଡ଼ିଥିଲା? କାହା ଭଳି ଧନକୁ ଜଗି ରହିବା ନିଷ୍ଫଳ। ଯକ୍ଷ, କୁବେର, ଧନୀ, ଶୁଣ୍ଢି। କଣ ହବ? ନା, ଯକ୍ଷ। ନେକ୍ସଟ, କାହାକୁ ଦୟା ରତ୍ନମୟ ଦାନବାରିଧି କୁହାଯାଇଛି? କୁଶ, ଲବ, ରାମ, ମହର୍ଷି। କାହାକୁ କୁହାଯାଇଛି? ନା, ରାମ। ନେକ୍ସଟ, ପ୍ରାଚ୍ୟ ଅଭିମୁଖରେ ନିଜର ସ୍ନିଗ୍ଧ କନକକର ଲମ୍ବାଇ କିଏ କୋମଳ ଆଶ୍ୱାସରେ ନିଜର ସ୍ନେହ ଆଦର ଦେଖାନ୍ତି? ରବି, ଚନ୍ଦ୍ର, ତାରା, ନକ୍ଷତ୍ର। କଣ ହବ? ନା, ରବି। କଣ? ନା, ରବି। ନେକ୍ସଟ, ପିଙ୍ଗଳା ଆଉ କେଉଁ ଦ୍ୱୀପ? ପିଙ୍ଗଳାର ଅଭିସାର ତ ପଡ଼ିବନି, ତ କେଳି ଦ୍ୱୀପ। ନେକ୍ସଟ, ଭସ୍ମ ମଧ୍ୟରୁ ଯେଉଁ ଚେତନା ନେବା ପାଇଁ କବି ମାନବକୁ ଆହ୍ୱାନ ଦେଇଛନ୍ତି, କେଉଁ? ଶ୍ରେଣୀ ଚେତନା, ମାନବିକତା ଚେତନା, ଐଶ୍ୱରିକ ଚେତନା, ପାପ ଚେତନା। ନା, ଶ୍ରେଣୀ ଚେତନା। 1 ମାର୍କିଆ କୋଶ୍ଚିନ୍, କିଏ ନିଜ ନିଜ ଜୀବନର ଘୃଣ୍ୟ କଳୁଷରାଜିକୁ ଭୁଲିଯିବା ପାଇଁ କାହାକୁ ଅନୁରୋଧ କରିଛନ୍ତି? ନା, ପିଙ୍ଗଳା। ନେକ୍ସଟ, କାହା ପାଶରେ ଜଗତର ସର୍ବଜଡ଼ ଚେତନା ବନ୍ଧା? ପ୍ରୀତି ପାଶରେ। ନେକ୍ସଟ, ତପସ୍ୱିନୀ କିଏ? ନା, ତପସ୍ୱିନୀ ହେଉଛନ୍ତି ବାଲ୍ମୀକି ଆଶ୍ରମରେ ନିର୍ବାସିତ ହୋଇ ଜୀବନ ବିତାଉଥିବା ଶ୍ରୀରାମଙ୍କ ଧର୍ମପତ୍ନୀ ସୀତା। ଜଳଧାରାର ଧର୍ମ କଣ? ଜଳଧାରାର ଧର୍ମ ହେଉଛି ନିମ୍ନ ଗତି। ତାପରେ 2 ମାର୍କିଆ କୋଶ୍ଚିନ୍, କଣ ନ ବଢ଼ାଇ ତାର ବଢ଼ାଇ କରୁଥିବ? କଣ ନ ବଢ଼ାଇ? କବିତା ବଡ଼ପଣର କବି ରାଧାନାଥ ରାୟ। କବିଙ୍କ ସମୟରେ ରାଜାମାନେ ପୂର୍ବପୁରୁଷଙ୍କ ବିଶାଳ ପ୍ରତିଷ୍ଠାକୁ ତିଳ ପ୍ରମାଣ ନ ବଢ଼ାଇ କେବଳ ତାର ବଢ଼ାଇ କରୁଛନ୍ତି। ଏହାର ଲକ୍ଷ୍ୟ କରି ଦାରୁଣ କ୍ଷେତ୍ରରେ ସହକବି ଅହଙ୍କାରୀ ବଡ଼ ବୋଲାଉଥିବା ରାଜାମାନଙ୍କୁ ପ୍ରଶ୍ନ କରିଛନ୍ତି। ନେକ୍ସଟ, କବି କାହା ବିରୋଧରେ ପ୍ରତିଶୋଧ ନେବାକୁ କହିଛନ୍ତି? ବାର୍ତ୍ତା ସଚ୍ଚିଦାନନ୍ଦ ରାଉତରାୟ। କଣ? ଶୋଷକମାନେ ଯୁଗ ଯୁଗ ଧରି ମାନବ ଆତ୍ମାକୁ ପୀଡ଼ା ଦେଇ ଶୋଷଣ କରି ଚାଲୁଛନ୍ତି, ସେହି ଶୋଷକମାନଙ୍କ ବିରୋଧରେ ପ୍ରତିଶୋଧ ନେବାକୁ କବି ଆହ୍ୱାନ କରିଛନ୍ତି। ନେକ୍ସଟ, କିଏ ପୁଣ୍ୟଜୀବନ ଭୁବନକୁ ପାପରେ ଭରିଦେଲେ? ନା, ପିଙ୍ଗଳାର ଅଭିସାରରେ ଏଇଟା ରାଧାମୋହନ ଗଣ୍ଡାଇ। ପିଙ୍ଗଳା ବିଷମ ବିଷ ସୃଷ୍ଟି କରି ତାର ବିଷ ରୂପକ ତାପରେ ନିଜେ ଜଳିବା ସହିତ ଜଗତକୁ ଜାଳିଦେଲା। ପୁଣ୍ୟ ପବିତ୍ର ଜୀବନ ତଥା ଭୁବନକୁ ପାପରେ ଭରିଦେଲା ବୋଲି କୁହାଯାଇଛି। ତାପରେ 3 ମାର୍କିଆ କୋଶ୍ଚିନ୍, ଶତାବ୍ଦୀର ସିଂହଦ୍ୱାରରୁ ଏହା କି ବାର୍ତ୍ତା ନେଇ ଆସିଛନ୍ତି? ନା, କବିତା ବାର୍ତ୍ତାର କବି କିଏ? ସଚ୍ଚିଦାନନ୍ଦ ରାଉତରାୟ। ଶତାବ୍ଦୀର ସିଂହଦ୍ୱାରରୁ ଦୂତ ଭବିଷ୍ୟତର ବାର୍ତ୍ତା ନେଇ ଆସିଛି। ସେହି ବାର୍ତ୍ତାରେ ଶୋଷିତ ଜନତାକୁ ଦାସତ୍ୱ ବନ୍ଧନକୁ ଛିନ୍ନ କରି
ହୀନ ସମାଜ ଗଢ଼ିବାକୁ ଆହ୍ୱାନ ଦିଆଯାଇଛି, ଯେଉଁଠି ଶିକ୍ଷକ ଶୋଷିତ ମଧ୍ୟରେ ଭେଦ ରହିବ ନାହିଁ, ଧନୀ ଦରିଦ୍ର ମଧ୍ୟରେ ପାଚେରୀ ରହିବ ନାହିଁ, ଯେଉଁଠି ଜୀବନର ସମ୍ଭାବନା ମୂର୍ତ୍ତିମନ୍ତ ହୋଇ ଉଠିବ। ଶେଷ କ୍ୱେଶ୍ଚିନ୍। କାହାକୁ ଦିନ ଭିକାରୁଣୀ ମୁଣ୍ଡ ନୁଆଇ ଦୂରରୁ ବନ୍ଦନା କରିଛନ୍ତି? ନା କବିତା ତପସ୍ୱିନୀ ପତ୍ରର କବି ଗଙ୍ଗାଧର ମେହେର। ସୀତାଙ୍କୁ ଶ୍ରୀରାମ ନିର୍ବାସନ ଦଣ୍ଡ ଦେବା ପରେ ସୀତା ବାଲ୍ମୀକି ଆଶ୍ରମରେ ରହି ତପସ୍ୱିନୀ ଭଳି ଜୀବନ ବିତାଉଛନ୍ତି। ସେ ରାଜ ରାଣୀରୁ ଦିନହୀନା ଭିକାରୁଣୀ ହୋଇଛନ୍ତି। ତଥାପି ସୀତା ପ୍ରଭୁ ଶ୍ରୀରାମଙ୍କ ପାଦରେ ଯୁଗଳକୁ କାମନା କରିଛନ୍ତି। ନିଜକୁ ପାପିନୀ ବୋଲି କହିଛନ୍ତି, କିନ୍ତୁ ଶ୍ରୀରାମଙ୍କୁ ଦୋଷ ଦେଇ ନାହାନ୍ତି, ବରଂ ଦୂରରୁ ନତ ଶିରରେ ତାଙ୍କର ବନ୍ଦନା କରିଛନ୍ତି। ତ ପିଲାମାନେ ତମମାନଙ୍କର 2024ର କ'ଣ ନା ଆର୍ଟ ସେଟ୍ଟା ଆଲୋଚନା କରିଦେଲେ। ଆର୍ଟ ସେଟ୍ଟା ତ ନେକ୍ସଟ କ୍ଲାସ୍କୁ 2024ର ସାଇନ୍ସ ସେଟ୍ଟା ଆମେ ଆଲୋଚନା କରିବା କି 2023 ସେଟ୍ ତମେ କମେଣ୍ଟ କର 2023 ନା 24 ବୁଝିଲା ପିଲାମାନେ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।